ଥିଲି ହେଲା ବୋଉ ତାର କାଲିଟାରେ ଭାବିଛି ଏଇଟା କଣ ବୋଉ ତ ସାଙ୍ଗମାନେ ମୁଁ ବାହାରି ପଡ଼ିଲିଣି ଯିବା ପାଇଁ ବଡ଼ ଦିଦିଙ୍କ ଘରକୁ ଏବେ ଯିବା ତାପରେ ଯାଇକି 4ଟା 5ଟା ବେଳକୁ ଯାଇକି ମୁଁ ଯିବି ଟାଙ୍ଗି ଗୋଟା ଜିନିଷ ଦେଖାଉଛି ଦେଖ ଏଇଟା ହେଉଛି ଯେଉଁଟା ମୁଁ ଆଣିନଥିଲି ମୁଣ୍ଡ ପାଇଁ ତ ଏଇଟା ମୁଁ ମୁଣ୍ଡରେ ପିନ୍ଧିଥିଲି ହେଲା ବୋଉ ତାର କାଲିଟାରେ ଭାବିଛି ଏଇଟା କଣ ବୋଉ ସିଏ ସେଇ ମୁଣ୍ଡରେ ଯୋଉ ଚୁଟି ଉପୁଡ଼ିଯିବ ବୋଲି ଗୋଟେ ମଗେଇଥିଲି ସେଟା ସିଏ ତାର ଭାବିଛି ଏଟା ଚଡ଼ି କହୁଛି ଇଲାଷ୍ଟିକ ଚଡ଼ି ଏଇଟା ଖରାଦିନ କାହିଁ କହୁଛି ଖସଡ଼ା ଚଡ଼ି ସିଏ ସେଇଆ ହିଁ ଭାବିଛି ତ ହଉ ଛାଡ଼ ଆସନ୍ତୁ ଯିବା ଠାକୁର ଟିକେ ନମସ୍କାର ହେଇଯିବା ତାପରେ ବାହାରିଯିବା ଆଉ ତ ଆଗେ ଟିକେ ମା ଜେଜେଙ୍କୁ ଯିବା ପିଣ୍ଟନ ପିଣ୍ଟୁ ଏ ଧଇଲୁ ଆଇଡ଼ିଆ ଫଟୋ ଆସୁନି ତ ତ ବାହାରି ଯିବା ଏବେ ଟିକେ ନମସ୍କାର ହେଇକି ପଳେଇବା ଯାଉଛି ତତେ ତ ପଇସା ଦେଇଦେଇଛି ଆଉ କ'ଣ ପଇସା ନେବୁ ଆଉ ତ କିଛି ନେବାର ନାହିଁ ପଇସା କି ବାପା ସବୁ ନେଇଗଲେ ହଁ ବାପା ଆସିବ କି ନାହିଁ ତ ଖାଲି ତ ପଇସା ଦିଅ ଖାଲି ପଇସା ହଉ ଠିକ୍ ଅଛି ସାଙ୍ଗମାନେ ମୁଁ ବାହାରିଲା ବେଳକୁ ଆପଣଙ୍କୁ ଭିଡ଼ିଓ କରିବି ଏବେ ବାହାରୁଛି ଜିନିଷପତ୍ର ଖେଳା ମେଳା ହେଇକି ପଡ଼ିଛି ଯେଉଁ ଲକି ନାନୀ ପାଇଁ କ'ଣ ଦେବୁ ଯେଉଁଟା ଥୋଇଛୁ ସେଇଟାକୁ ଟଙ୍ଗେଇ ଦେବା ଆଗରେ ଦାନ୍ତ ସବୁ କୁଆଡ଼େ ଗଲାଣି ଗୁଣ୍ଡି ଖାଇବ ଗଳିବନି ଦାନ୍ତ ଆଉ କ'ଣ କରିବ ପିଣ୍ଟର କ'ଣ କହୁଛୁ ଯିବା ପଳେଇବାର ତ ସାଙ୍ଗମାନେ ମୁଁ ଏବେ ବାହାରି ସାରିଲିଣି ପୁରା ରେଡ଼ି ଅଛି ପିଣ୍ଟୁ ବ୍ୟାଗ୍ ପତ୍ର ରେଡ଼ି କାଳିଆ ଚାଲୁ ପୁଣି ଆସିଲେ ଦେଖାହବ ଖୋଲିବା ଦରକାର ନାହିଁ ଏଇଠି ପୁରା ଆରି ଭିତରେ ମତେ ଦେ ଏଇଟା ପୁରା ସେଇଥିରେ ଛାଡ଼ିଦେ ସେଇଟାକୁ ଟେକି ଦେ ଉପରକୁ ଚାଲୁ ଯାଉଛି ଧଇଲୁ କ୍ୟାମେରା ହାତ ଦେଲା ଧରିପାରିବ ଚଢି ଏଇଟା ମୁଣ୍ଡରେ ଦବା ପାଇଁ ଆଣିଛି ଇଏ ତାର ଭାବିଛି ମୁଁ ଚଢି ଏଟା ଚଢି ପିନ୍ଧିବି କହୁଛି ଇଏ ଚଢି ଗୁଡା କାହିଁ ଆଣୁଛୁ ପିନ୍ଧିବା ପାଇଁ ଏହାକୁ ପିନ୍ଧିଲେ ଯୋଉ ଚୁଟି ଗୁଡା ନୁହଁ ଏଇ ଯୋଉ ଭିତରେ ଯୋଉ ଲେଦର ନାହିଁ ଚୁଟି ଗୁଡା ଉପୁଡେଇ ଦବ ସବୁ ଧ ଏଇଟା ପିନ୍ଧିଲେ ଆଉ ଚୁଟି ଟା ଉପୁଡିବ ନା ଭାଇ ଲକି ନାନୀ ଘରକୁ ଯିବି ହଁ ଫୋନ କରିବି ଦେଖିବା ଆଉ ପଚାରିବି ଆମେ ରେଡି ହେଇ ସାରିଲୁଣି ଯିବା ପାଇଁ ବାସ୍ ଖାଲି ଯିବୁ ଏବେ ଆଉ ନା ନା ଯାଉଛି ହେଲା ରହିଲି ନମସ୍କାର ଯାଉଛି ପିଣ୍ଟୁ ତୁ ଫୋନ କରିବୁ
ଚାବି କାହିଁ ହଁ ଅଛି। आय परिचित क्षण पूर्व ହଁ ହଁ सत्यभामा सत्यर भारतीय आदेश भागिरे चक्राजित भारत भूत पट हेले ଶୁଣ ଶୁଣ ମହାରାଜ ଶ୍ରୀ ହରିମହିମା ଅନେକ ସମ୍ପତ୍ତି ସହଜିତ ସତ୍ୟଭାମା ତମେ ଆଉ ଥିବ ତମେ ଥିବ ତ ଏବେ ଫୋନ କରିଦେଲା ମୁଁ 2-3 ଦିନ ଭିତରେ ଏଇଟା ଗୋଟେ ଆମର ଦୋକାନୀ ଆମରି ଘର ଆଗରେ ଗୋଟେ ଦୋକାନ ଅଛି ଏଇଟା ହଁ ସେଇପଟରେ ଦର୍ଶନ କରିଦେଇ ଯିବି ଟିକେ ଦର୍ଶନ କରିଦେଇ ପଳେଇବି ଖାଲି ଆଉ ଯାଉଛି ପିଣ୍ଟୁ ହେଲା ରହିଲି ତ ଏଇଠି ଆମର ଗୋଟେ ଠାକୁର ବସିଛି ବସିଛନ୍ତି ଆମର ରାଧାକୃଷ୍ଣ ବସିଛନ୍ତି ଏଇଠି ହଉଛି ତାଙ୍କର ଏଇଠି ଠାକୁର ଅଛନ୍ତି ତ ମୁଁ ଏବେ ସାଙ୍ଗମାନେ ମୁଁ ବାହାରି ପଡ଼ିଲି ଯିବା ପାଇଁ ଲକ୍ଷ୍ମୀ ନାନୀ ଘରକୁ ଏବେ ଯାଉଛି ବଡ଼ ଦିଦିଙ୍କ ଘରକୁ ତ ଘରୁ ତାଙ୍କ ଘରୁ ତାପରେ ଯିବି ସନ୍ଧ୍ୟା ବେଳକୁ ଟାଙ୍ଗି ଆଉ ତ ଏଇଟା ଆମ ଗାଁ ଭିତରଟା टाइम अलरेडी 11:13 ହେଇଗଲାଣି ବହୁତ ଜୋର ଖରା ତ ପଟ୍ଟାମୁଣ୍ଡରେ ଟିକେ ରହିବା ବଡ଼ ଦିଦି ପାଇଁ କ'ଣ ନେଇକି ଯିବା ଆଉ ବଡ଼ ଦିଦି ଆଉ ଗୋଟେ ନୂଆ ମାନେ ଆପଣଙ୍କୁ ଜଣଙ୍କୁ ଦେଖେଇବି ଆପଣ ଦେଖିବେ ହେଲା ଆମର କଣ୍ଢେଇ ମା ଯିଏକି ବଡ଼ ଦିଦିଙ୍କ ଝିଅ ମୋ ଭାଣିଜୀ ହେଲା ତ ସିଏ ଏବେ ତାକୁ ପାଖାପାଖି 9 ମାସ ଟୁ 10 ମାସ ତାକୁ ଏବେ 10 ମାସ ତ ଚୁଇଁକି ତ ବହୁତ ଦିନ ହେଲାଣି ତାକୁ ଦେଖିନି ଯାହା ଖାଲି ଭିଡ଼ିଓ କଲରେ ଦେଖି ତ ଏବେ ଯିବା ତାକୁ ଦେଖିବା ଟିକେ ଧରିବା ତାପରେ ଖାଇ ପିଇକି ଯିବା ଆଉ ତ ଏବେ ପାଇଁ ମୁଁ ରଖୁଛି ତ ଦେଖାହବ ପୁଣି ଯାଇକି ଲକ୍ଷ୍ମୀ ନାନୀ ଘର ପାଖରେ ବଡ଼ ଦିଦିଙ୍କ ଘର ପାଖରେ ଏବେ ମୁଁ ରହୁଛି କ୍ୟାମେରା ତ ସାଙ୍ଗମାନେ ମୁଁ ଆସିକି ପତ୍ରପୁର ପୋଲ ପାଖରେ ପହଞ୍ଚିଗଲି ପତ୍ରପୁର ପୋଲ ଯେଉଁଟାକି ଆପଣଙ୍କୁ ପଡ଼ିଯିବ ପଟ୍ଟାମୁଣ୍ଡେଇ ପଛକୁ ଟିକେ ତ ମୁଁ ସେଇଠି ଆସି ପହଞ୍ଚିଗଲି ନବାର ଥିଲା ମୁଁ ସିଧା ଯାଉଥିଲି ରହିନଥାନ୍ତି ଭାବୁଥିଲି ପଳେଇ ଯାଇଥାନ୍ତି ତ ଦେଖିଦେଲି ତରଭୁଜ ତ ଇଚ୍ଛା ହେଲା ନେବା ପାଇଁ ନା ଖରାଟା ବି ସେମିତି ଜୋରରେ ହେଉଛି ତ ବଡ଼ ଦିଦି ପଚାରିଥିଲି ସେ ସେମିତି କିଛି କହିବି ନଥିଲା ନେବା ପାଇଁ କିନ୍ତୁ ମୋର ଇଚ୍ଛା ହେଲା ନେବା ପାଇଁ ଏଥିପାଇଁ ନେବା ପାଇଁ ଇଚ୍ଛା ହେଲା କାରଣ ଆମ କଣ୍ଢେଇ ଅଛି କଣ୍ଢେଇକି ଏବେ 10 ମାସ ପାଖାପାଖି ହେଇଗଲାଣି ସେ ଟିକେ ଟିକେ ଖାଉଛି କିନ୍ତୁ ଗୋଟେ ଖୁସି ଆଉ ନେଇଗଲେ ସେ ତାର ଟିକେ ଖାଇବ ଯଦି ଖାଇବ ସିଏ ଅଳ୍ପ ଟିକେ ଖାଇବ ଆଉ ଘରେ ଖାଇଦେବେ ଆଉ ତ ସେଥିପାଇଁ ରହିଛି ତ ଏଠି ନେଇକି ଯିବି ଭଲ ତରଭୁଜ ବି ଏଠି ମିଳେ କାହିଁକି ନା ଦୁଇପଟ ସାଇଡ୍ ଆମର ବାଲି ଏରିଆଟା ଏଇଟା ତ ଏଠି ଭଲ ଫସଲ ହୁଏ ସେଥିପାଇଁ ଏଠି ସବୁ ଲଗା ହୁଏ ମାନେ ବେଶୀ ବାହାରୁ ବି ଆସେ ନା ଏଇଟା ଏଉଠୁ ହିଁ ଆସେ ମାନେ ସେପଟ ସବୁ ସାଇଡ଼ରେ ଲଗା ହେଇଥାଏ ଗଛ ତ ସେଇଠୁ ତୋଳିକି ଆଣନ୍ତି ଏଠି ବସିକି ବିକି ଦିଅନ୍ତି ଆଉ ତ ମୁଁ ବେଶୀ ବଡ଼ ନେଇନି ବହୁତ ଛୋଟଟେ ନେଇଛି ପାଖାପାଖି 3ରୁ 3.5 କେଜିର ଥିଲା ଆଉ ମୋ ଭାଇକି ବି ପଚାରିଲି ମୁଁ କହିଲି ଭାଇ ଦେଖିବ ଯେଉଁଟା ଭଲ ଥିବ ସେଇଟା ଦେବ କାହିଁକିନା ଛୋଟ ଛୁଆଟା ଖାଇବ ତ କଞ୍ଚା ନେଲେ ଭଲ ଲାଗିବନି ତ ଦେଇ ସାରିଲା ପରେ ମୁଁ ଭାଇକି କହିଲି କାଟିକି ଦିଅ ନ କାଟିଲେ ଭିତରଟା ଜଣା ପଡ଼ିବନି ତ ତରଭୁଜ ଆପଣ ଯେବେ ବି ଆଣିବେ ଭିତରୁ କାଟିକି ଆଣିବେ କାଟିଲେ ହିଁ ଆପଣ ଭିତରଟା ଜାଣିପାରିବେ ଠିକ୍ ଅଛି ନା ମାନେ ଗୋଟେ ତରଭୁଜ ଭଲ ଥାଏ କିନ୍ତୁ ଦେଖିଦେବେ ତା ଭିତରଟା ପୁରା ହ୍ୱାଇଟ୍ କଲର୍ ଥାଏ କିନ୍ତୁ ମୋ ତରଭୁଜ ମୁଁ ଯେଉଁଟା ଏବେ ଆଣିଲି ଭଲ ଥିଲା ପୁରା ରେଡ୍ କଲର୍ ଥିଲା ମୁଁ ଭାଇକି କହିଲି ମୁଁ କହିଲି ଭାଇ ତମେ ଗୋଟେ ଖାଇକି ମୋତେ ମାନେ ଟିକେ ଖାଇକି ଦେଖ କହିଲେ ଭାଇ ତମେ ନେବ ତମେ ଖାଅ ମୁଁ ହେଲମେଟ୍ ପିନ୍ଧିଥିଲି ମୁଁ ତ ମନା କଲି ସେଥିପାଇଁ ତଥାପି ଖଣ୍ଡେ ଗଲେ ଆଉ ଠିକ୍ ଅଛି ଖାଇକି ଦେଖିଲି ଟେଷ୍ଟ ବି ଭଲ ଥିଲା ମିଠା ବି ଭଲ ଥିଲା ତ ମୁଁ କହିଲି ହଉ ଠିକ୍ ଅଛି ଭାଇ ଦେଇଦିଅ ତ ସିଧା ଧରିଲି ଚାଲନ୍ତୁ ଯିବା ଏବେ ସିଧା ଦିଦିଙ୍କ ଘରକୁ ତ ମୁଁ ଆଉ ଲେଟ୍ ନ କରିକି ପଳେଇବାଟା ବେଟର୍ ହେବ କାହିଁକିନା ଖରାଟା ବହୁତ ଜୋରରେ ବି ହେଲାଣି ତ ମୁଁ ପୁଣି ଯାଇକି ତ ପୁଣି ମୋତେ ରିଟର୍ନ ଯିବାର ବି ଅଛି ତ 4ଟା 4:30 ବେଳକୁ ଯିବାର ବି ଅଛି ତ ପଇସା ଦେଇଦେଲି ଭାଇଙ୍କୁ ପଇସା ଦେଇ ସାରିଲା ପରେ ମୁଁ ମୋର ପାଖାପାଖି କେତେ
20 ଟଙ୍କା ଲେଖା ପଛେ କେଜି ଥିଲା, ତ 3 କିଲୋ 60 ଟଙ୍କା ପାଖାପାଖି ବୋଧେ ହେଲା। ତ ପଇସା ଦେଇକି ମୁଁ ଏବେ ବାହାରିଲି ଯିବା ପାଇଁ ବଡ଼ ଦିଦିଙ୍କ ଘରକୁ। ତ ଆଉ କିଛି ଅଛି ପଟ୍ଟାମୁଣ୍ଡେଇରେ କିଛି ଜିନିଷ ବି ନେବାର ଅଛି, କାହିଁକିନା ମିଠା ଆଉ ବିସ୍କୁଟ୍ ମିକ୍ସଚର୍ କହିଥିଲା ବୋଉ ନେବା ପାଇଁ। ତ ସେଠି ବି କିଛି ଜିନିଷ କିଣାକିଣି ଅଛି। ତ ସିଧା ଏବେ ଚାଲନ୍ତୁ ଯିବା ପଟ୍ଟାମୁଣ୍ଡେଇ ମାର୍କେଟ। ତ ସେଇଠୁ କିଣାକିଣି କରିକି ତାପରେ ପୁଣି ବଡ଼ ଦିଦିଙ୍କ ଘରକୁ ଯିବା। ତ ଆଉ କିଛି କାମ ବି ନାହିଁ। ତାପରେ ଖାଇ ପିଇ ଧରିକି ତାପରେ ପୁଣି ରିଟର୍ନ ବାହାରି ଯିବା 4ଟା 5ଟା ଖଣ୍ଡେ ବେଳକୁ ବାହାରି ଗଲେ ମୋତେ 2 ଘଣ୍ଟା, ହଁ 2 ଘଣ୍ଟା ଭିତରେ ମୁଁ ପହଞ୍ଚିଯିବି। ତ ଚାଲନ୍ତୁ ଏବେ ଯିବା। ତ ମୁଁ ଏବେ ରଖୁଛି, ମୁଁ ଡାଇରେକ୍ଟ ଯାଇକି ଆପଣଙ୍କୁ ପଟ୍ଟାମୁଣ୍ଡେଇରେ କ'ଣ କିଣାକିଣି କରୁଛି ତ ସେଇଠି ହିଁ ଭିଡ଼ିଓ କରିବି ଏକାଥରେ ଡାଇରେକ୍ଟ। ଏଇଟା ହେଉଛି ସାଙ୍ଗମାନେ ପଟ୍ଟାମୁଣ୍ଡେଇର ମେନ୍ ମାର୍କେଟ। ତ ମେନ୍ ମାର୍କେଟ ଏଇ ଯେଉଁ ଗଡ଼ାଣି ଦେଇକି ହିଁ ଆପଣଙ୍କୁ ଭିତର ମାର୍କେଟକୁ ଯିବା ପାଇଁ ପଡ଼ିବ। ତ ଏଇଠି ମୁଁ ଭିଡ଼ିଓ କରିନଥାନ୍ତି, ଭିଡ଼ିଓ କରିବାର ରିଜିନ୍ ହେଉଛି ଆଗରେ ଗୋଟେ ଛୋଟ ପିଲାଙ୍କ ମାନେ ମୋତେ ଲାଗୁଛି ସ୍କୁଲ ପିଲା ବୋଧେ, ଛୋଟ ଛୋଟ ଛୁଆ। ତ ତାଙ୍କର ଗୋଟେ ଯାଉଛନ୍ତି, ଏଇ ଯେଉଁ ବୋଲେରୋଟା ଦେଖୁଛନ୍ତି ଆଗରେ ଦେଖନ୍ତୁ। ତ ଏଇ ବୋଲେରୋରେ ଛୋଟ ଛୁଆ କେତେ ଜଣ ଅଛନ୍ତି, ସେ ଆଗରେ କ୍ୟାମେରା ଲାଗିଛି। ତ ସେ ପୁରା ମାନେ ହାତ ପୁରା ଏମିତି ହଲାଉଛନ୍ତି, ହାଏ 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 ଗଲେ କଣ୍ଟିନ୍ୟୁ କରୁଛନ୍ତି। ତ ସେଇଟାକୁ ହିଁ ଆପଣଙ୍କୁ କରିବା ପାଇଁ ବାହାର କରିଥିଲି। ତ ଦେଖନ୍ତୁ ଭିତରେ କିଛିଟା ଛୁଆ ଅଛନ୍ତି, ଆପଣଙ୍କୁ ଦେଖାଯାଉଥିବ ନ ଦେଖାଯାଉଥିବ ମୁଁ ଠିକ୍ ସେ ଜାଣିନି, କାହିଁକିନା ଭିଡ଼ିଓ କଲାବେଳେ କ'ଣ କ୍ୟାମେରାର କାହିଁକିନା ଖରାଟା ବି ଜୋର ହେଉଛି, କ'ଣ ଆସିଥିବ ମୁଁ ଜାଣିନି। ତ ସେଥିପାଇଁ ହିଁ ଭିଡ଼ିଓଟା କରିଥିଲି। ତ ଏଇଟା ସାଙ୍ଗମାନେ ଦେଖନ୍ତୁ ପଟ୍ଟାମୁଣ୍ଡେଇର ମେନ୍ ମାର୍କେଟ ଯେଉଁଟା କହନ୍ତି ଭିତର ମାର୍କେଟଟା। ତ ସବୁବେଳେ ଏଇ ଜାଗାଟା ଭିଡ଼ ରହୁଛି, ଆଉ ଆଗକୁ ବି ରହିବ, କାହିଁକିନା ମାନେ ଦୋକାନ ଦୁଇଟା ସାଇଡ଼୍ରେ ପୁରା ଫୁଲ୍ ଦୋକାନ। ତ ଭିଡ଼ ରହିବ ଯାହା ବି ହେଲେ। ତ ବଡ଼ ଦିଦିକି ଫୋନ୍ କରିଥିଲି, ବଡ଼ ଦିଦି କହିଲା କି ଗୋଟେ କ'ଣ ନୂଆ ଦୋକାନ ନା କହିଲା, ସେଇ ଦୋକାନରୁ ନେବା ପାଇଁ କହିଲା କି ଏଉଠୁ ନେଇଯିବା ପାଇଁ। ମୁଁ କହିଲି ହଉ ଠିକ୍ ଅଛି, ମୁଁ ସେଇଠୁ ନେଇଯିବି। ତ ଦୋକାନରେ ବି ମୁଁ ଆସିକି ଦୋକାନ ପାଖାପାଖି ପହଞ୍ଚି ଗଲିଣି। ତ ଦୋକାନରୁ କିଛିଟା ଜିନିଷ କିଣିବି, ବେଶୀ କିଛି ନାହିଁ, ବାସ୍ କିଣିବାର ଅଛି ମିଠା ମିକ୍ସଚର୍, ଆଉ ଗୋଟେ କ'ଣ କହିଥିଲା, ଏମିତି 2ଟା 3ଟା ଜିନିଷ କିଣିବାର ଅଛି। ତ ସେଇଟା କିଣିବା, ପଳେଇବା। ତ ସାଙ୍ଗମାନେ ଏଇଟା ହେଉଛି ସେଇ ଦୋକାନ ଯେଉଁ ଦୋକାନରୁ ମୋର ମିଠା ନେବାର ଅଛି। ତ ଏଇଠୁ ହିଁ ନେଇକି ଯିବି। ତ ଦେଖନ୍ତୁ ବହୁତ ପ୍ରକାର ମିଠା ଅଛି। ତ ଆପଣ କିନ୍ତୁ ଏବେକା ଦେଖୁଛି ମିଠାର ରେଟ୍ଟା ବହୁତ, ମାନେ ଗୋଟେ ମିଠା 12 ଟଙ୍କା 13 ଟଙ୍କା 15 ଟଙ୍କା ଲେଖା। କିନ୍ତୁ ଠିକ୍ ଅଛି, ସବୁ ଜିନିଷ ରେଟ୍ ହେଲାଣି, ତ ଏଟାର ବି ରେଟ୍ କିଛି ନୂଆ କଥା ନୁହଁ। ତ ବହୁତ ଭେରାଇଟି ପ୍ରକାର ମିଠା ଅଛି। ତ ଆଦେହରୁ କିଛିଟା ମୁଁ ପଚାରିଲି, ବଡ଼ ଦିଦିକି ଫୋନ୍ କରି ପଚାରିଲି। ତ ବଡ଼ ଦିଦି ଯେଉଁଟା କହିଲା ମୁଁ ସେଇ 2ଟା ମିଠା ହିଁ ନେଇକି ଯିବି। ତ ନେଇଯିବା, ତାପରେ ଯାଇକି ଯିବା। ତ ସାଙ୍ଗମାନେ ମୁଁ ଭାଇଙ୍କୁ କହିଛି ମିଠା ଦେବା ପାଇଁ। ତ ଭାଇ ମିଠା ଦେଉଛନ୍ତି। ମିଠା ଦେଇ ସାରିଲା ପରେ ଆମେ ସିଧା ବାହାରି ଯିବା। ତ ଆମେ ବାହାରି ଯିବା, ତାପରେ ଯିବା ଲକ୍ଷ୍ମୀ ବଡ଼ ଦିଦିଙ୍କ ଘରକୁ। ଘରୁ ଯାଇକି ଟିକେ ରେଷ୍ଟ କରିବା, ଖାଇବା ପିଇବା, ତାପରେ ପୁଣି ଟାଙ୍ଗିକି ପଳେଇବା। କାହିଁକିନା ମୁଁ ଅଲରେଡ଼ି 3 ଦିନ ପାଖାପାଖି ଛୁଟିରେ ରହିଲିଣି, ନା ଛୁଟି ବି ଅଧିକ ନାହିଁ କଲେଜରେ। ତ ଛୁଟି ବେଶୀ ଦିନ ନାହିଁ, ତ ସେଥିପାଇଁ 2-3 ଦିନ ନେଇଛି ଛୁଟି। ତ କାମ ସରିଯାଇଛି ସବୁ, ତାପରେ ଯିବା କଲେଜ। ତ ଏଇଠି ଗାଡ଼ି ଥୋଇଥିଲି ଉପରୁ, ତ ପାଖ ଦୋକାନଟା ଗୋଟେ ବୋଧେ ପାଣି କ'ଣ ବୋଧେ, ତ ପାଣି ଉପରୁ ସାଉଣ୍ଡ ହେଲା ଜୋରରେ ପଡ଼ିବାରୁ ମୁଁ ତ ସେଇଟା ଦେଖିବାକୁ ଗଲି, କ'ଣ ତ କ'ଣ ଏମିତି ପଡ଼ିଲା ସେଇଟା ହିଁ ଦେଖିବାକୁ ଯାଇଥିଲି। ତ ଦେଖିଲା ବେଳକୁ ଗୋଟେ ପାଖ ଦୋକାନର ଯେଉଁ ସାଇଡ଼୍ ଦୋକାନ ବୋଧେ ଡ୍ରେନ୍ ପାଣି କି କ'ଣ ଜୋରରେ ଜଣା ପଡ଼ିଲାନି, କିନ୍ତୁ ପଡ଼ିଲା। ମୁଁ କହିଲି ବୋଧେ ମୋ ଗାଡ଼ିରେ ପଡ଼ିଲା, ସେଥିପାଇଁ ଦେଖିବାକୁ ଯାଇଥିଲି। ଏମିତି ତ ସାଙ୍ଗମାନେ ଜିନିଷଟା ଟିକେ ଦବାରେ ଲେଟ୍ କରୁଛନ୍ତି, କାହିଁକିନା ଭିଡ଼ ଟିକେ ଅଛି, ତ ଦବାରେ ହିଁ ଲେଟ୍ କରୁଛନ୍ତି। ତ ମୁଁ ଜିନିଷ ନେଲି କ'ଣ ନା ମିଠା 2 ପ୍ରକାର ନେଇଛି। ଗୋଟେ ଫ୍ରୁଟି ନେଇଛି, କାହିଁକିନା ବଡ଼ ଦିଦିର ଫେଭରାଇଟ୍ ଫ୍ରୁଟି ଟିକେ, ତ ସେଥିପାଇଁ ସେ କହିଥିଲା ଗୋଟେ ଫ୍ରୁଟି ନେଇଆସିବା ପାଇଁ। ଫ୍ରୁଟି ଗୋଟେ ନେଇଯାଇଛି ବଡ଼ଟେ। ତ ଏଇ 2ଟା ଜିନିଷ ନେଇଛି, ଆଉ ଗୋଟେ ମିକ୍ସଚର୍। ତ ଏଇ 3ଟା ଜିନିଷ ହିଁ ନେଇକି ଯିବାର ଅଛି। ତ ନେଇ ସାରିଲା ପରେ ବାହାରି ଯିବା ଦିଦିଙ୍କ ଘରକୁ। ତ ମୋଟାମୋଟି ପାଖାପାଖି ପଇସା ହେଲା 300 400 400-450 ଟଙ୍କା ଭିତରେ ହେଲା। ତ ଜିନିଷ ନେଇଯାଇଛି, ପଇସା ପେମେଣ୍ଟ କରିଦେଲି। ତ ଏବେ ପଳେଇବା। କାହିଁକିନା ଖରାଟା ଏଡ଼େ ଜୋର ହେଉଛି, ମାନେ ଆପଣ ବାହାରେ ମାନେ ରହିପାରିବେନି, ପୁରା ପ୍ରବଳ ଗୁଳୁଗୁଳି ଆଉ ଖରା ତ ବହୁତ ଜୋରରେ ହେଉଛି। ତ ସେଥିପାଇଁ ପଳେଇ ଯିବାଟା ହିଁ ବେଟର୍ ଜଲ୍ଦି। ତ ମୋର ଆଉ କିଛି କାମ ନାହିଁ, ସବୁ ଜିନିଷ କିଣାକିଣି ସରିଗଲା। ଯାହା ଯାହା ବଡ଼ ଦିଦି କହିଥିଲା ନେଇଯାଇଛି। ତ ଦେଖିବା, ଆଉ ଯଦି କିଛି କହିବ ସେଠୁ ନେଇ ଆସିବି ଆଉ। ତ ଏବେ ଚାଲିଲି
ଜିନିଷ ମୋର ପ୍ୟାକ୍ ହେଇଗଲା। ମିକ୍ସଚର ଗୋଟେ, ମିଠା ଆଉ ଥଣ୍ଡା ତ ଗୋଟେ ଜରି କରିଦେଲି ବଡ଼ ଜରିରେ। ତ ଏସବୁ ଜିନିଷ ଏକାଥରେ ପୁରେଇବା, ସିଧା ଯିବା ବଡ଼ ଦିଦିଙ୍କ ଘରକୁ। ତ ମୁଁ ପଟ୍ଟାମୁଣ୍ଡେଇରୁ ପାଖାପାଖି ତାଙ୍କ ଘରଟା 5 କିଲୋମିଟର ପାଖାପାଖି, ହଁ 3 ରୁ 4 କିଲୋମିଟର ପାଖାପାଖି, 3 ରୁ 4 କିଲୋମିଟର ପାଖାପାଖି ହେଇଗଲେ, ମାନେ ମୋତେ ଲାଗୁଛି 3 ରୁ 4 କିଲୋମିଟର ପାଖରେ ହିଁ ପଡ଼ିବ ତାଙ୍କ ଘରଟା ପଟ୍ଟାମୁଣ୍ଡେଇରୁ। ତ ଜିନିଷପତ୍ର ସବୁ ରେଡ଼ି। ତ ଏବେ ଚାଲନ୍ତୁ ସାଙ୍ଗମାନେ ଯିବା ଦିଦିଙ୍କ ଘରକୁ। ଭାଇ ମୁଁ କେବଳ ମାନେ ୱେଟ୍ କରିଛି କେମିତି କ'ଣ ଯିବି, ମାନେ କଣ୍ଢେଇକି ଟିକେ ଦେଖିବି, କାହିଁକିନା ବହୁତ ଦିନ ହେଲାଣି ତାକୁ ଧରିନି ହେଲା। ଆଉ ଆପଣମାନଙ୍କୁ ବି ଦେଖେଇବି, ତା ରୋଲ୍ଟା ଖାଲି ଦେଖିବ ହେଲା, ପେଚି ଖଣ୍ଡେ କିନ୍ତୁ ତା ରୋଲ୍ଟା ଦେଖିବ ହେଲା। ତ ଚାଲନ୍ତୁ ଯିବା। ତ ମୋ ଜିନିଷପତ୍ର କିଣାକିଣି ସରିଗଲା। ଭାଇ ଖରା ଦେଖୁଛ ତ କେଉଁ ଟାଇପ୍ର ଖରା ହେଉଛି, କେଉଁ ଟାଇପ୍ର ଖରା ଦେଖନ୍ତୁ। ତ ଭାଇ ଜଣେ ଗାଡ଼ି ଥୋଇ ଦେଇଥିଲେ ମୋ ଗାଡ଼ି ପଛକୁ, ତ ମୋର ଗାଡ଼ି କାଢ଼ିବାର ଥିଲା। ତ ମୁଁ ଭାଇଙ୍କୁ କହିଲି ଭାଇ ଟିକେ ଗାଡ଼ି ସାଇଡ଼୍ କରିଦିଅ। ତ ଫାଷ୍ଟ ଡାକିଲି ଶୁଣିଲେନି, ସେଥିପାଇଁ ଯାଇକି ହାତ ମାରିକି ଡାକିଲି। ମୁଁ କହିଲି ଭାଇ ଟିକେ ଗାଡ଼ିଟା ସାଇଡ଼୍ କରିଦିଅ, ମୁଁ ଗାଡ଼ି କାଢ଼ିବି। ତ ଭାଇ କହିଲେ ହଉ ଠିକ୍ ଅଛି ମୁଁ କାଢ଼ି ଦେଉଛି, ତୁମେ କାଢ଼। ତ ମୁଁ କାଢ଼ିଲି ଗାଡ଼ି। ତ ସିଧା ଏବେ ଚାଲିଲି, ଯାଉଛି ଏବେ ବଡ଼ ଦିଦିଙ୍କ ଘରେ ଡାଇରେକ୍ଟ ଦେଖାହବ। ରହିଲି।